ବାକ୍ୟ 1ରୁ 8 ଏବଂ 16ରୁ 18 ଯାଏ। ଅଧ୍ୟାୟ 6 ବାକ୍ୟ 1ରୁ 8 ଆଉ 16ରୁ 18 ଯାଏ। ସାବଧାନ, ଲୋକ ଦେଖାଣିଆ ଧର୍ମକର୍ମ କର ନାହିଁ, ତାହେଲେ ତୁମର ସ୍ୱର୍ଗସ୍ଥ ପିତାଙ୍କ ଠାରୁ ତୁମେ କୌଣସି ପୁରସ୍କାର ପାଇବ ନାହିଁ। ଏଣୁ ଦାନ କରିବା ସମୟରେ କପଟିମାନଙ୍କ ଭଳି ଡିଣ୍ଡିମ ବଜାଅ ନାହିଁ। ସେମାନେ ଲୋକମାନଙ୍କ ଠାରୁ ପ୍ରଶଂସା ପାଇବା ପାଇଁ ସମାଜ ଗୃହରେ ଓ ଦାଣ୍ଡରେ ଯେପରି କରନ୍ତି, କିନ୍ତୁ ମୁଁ ତୁମମାନଙ୍କୁ ସତ୍ୟ କହେ, ସେମାନେ ନିଜର ପୁରସ୍କାର ପାଇ ସାରିଲେଣି। ବରଂ ତୁମେ ଯେବେ ଦାନ ଦେବ, ତୁମର ଦକ୍ଷିଣ ହସ୍ତ କ'ଣ କରୁଛି ତାହା ତୁମର ବାମ ହସ୍ତ ନ ଜାଣୁ। ତାହେଲେ ତୁମର ଦାନ ଗୋପନରେ ହେବ, ଆଉ ତୁମର ସ୍ୱର୍ଗସ୍ଥ ପିତା ଯେ ଗୋପନରେ ଦେଖନ୍ତି ସେ ତୁମମାନଙ୍କୁ ପୁରସ୍କାର କରିବେ। ପ୍ରାର୍ଥନା କରିବା ସମୟରେ କପଟିମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକମାନଙ୍କୁ ଦେଖାଇବା ପାଇଁ ଉପବାସ ଗୃହ ଓ ଛକ ସ୍ଥାନଙ୍କରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ସେମାନେ ନିଜର ପୁରସ୍କାର ପାଇ ସାରିଲେଣି। କିନ୍ତୁ ଯେବେ ତୁମେ ପ୍ରାର୍ଥନା କର, ତୁମର କୋଠରୀରେ ପ୍ରବେଶ କରି ଦ୍ୱାର ବନ୍ଦ କର ଏବଂ ଗୋପନରେ ଥିବା ତୁମ ପିତାଙ୍କୁ ପ୍ରାର୍ଥନା କର, ଆଉ ତୁମର ପିତା ଯେ ଗୋପନରେ ଦେଖନ୍ତି ସେ ତୁମକୁ ପୁରସ୍କୃତ କରିବେ। ପ୍ରାର୍ଥନା କରିବା ବେଳେ ଅଣ-ଯିହୁଦୀମାନଙ୍କ ଭଳି ଗୁଡ଼ାଏ ଅନର୍ଥ କଥା କୁହ ନାହିଁ, କାରଣ ସେମାନେ ମନେ କରନ୍ତି ଯେ ଗୁଡ଼ାଏ କଥା କହିଲେ ପ୍ରାର୍ଥନା ଶୁଣାଯାଏ। ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମେ ମାଗିବା ପୂର୍ବରୁ ତୁମର କ'ଣ ଆବଶ୍ୟକ ତୁମର ସ୍ୱର୍ଗସ୍ଥ ପିତା ଜାଣନ୍ତି। ତୁମେମାନେ ଯେତେବେଳେ ଉପବାସ କର, କପଟିମାନଙ୍କ ଭଳି ମୁହଁକୁ ମଳିନ କର ନାହିଁ, କାରଣ ସେମାନେ ଉପବାସ କରୁଛନ୍ତି ବୋଲି ଲୋକମାନଙ୍କୁ ଦେଖାଇବା ପାଇଁ ମୁହଁକୁ ମଳିନ କରିଥାନ୍ତି। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ସେମାନେ ନିଜର ପୁରସ୍କାର ପାଇ ସାରିଲେଣି। କିନ୍ତୁ ତୁମେ ଯେବେ ଉପବାସ କଲାବେଳେ ତୁମର ମୁଣ୍ଡରେ ତେଲ ଲଗାଇ ମୁହଁକୁ ଧୋଇ ଦିଅ, ତାହେଲେ ତୁମର ଉପବାସ କରୁଛ ବୋଲି ଲୋକେ ଜାଣିବେ ନାହିଁ, କିନ୍ତୁ ତୁମର ଅଦୃଶ୍ୟ ପିତା ସେ ତାହା ଜାଣିବେ, ଏବଂ ଯେ ତୁମକୁ ଗୋପନରେ ଦେଖନ୍ତି ସେ ତୁମକୁ ପୁରସ୍କାର ଦେବେ। ପ୍ରଭୁଙ୍କର ସୁସମାଚାର। ପ୍ରଭୁଙ୍କୁ ଧନ୍ୟବାଦ। କଥା କେରଳରେ ଗୋଟେ ଘଟଣା ଘଟିଛି, ତମେ ସମସ୍ତେ ଶୁଣିବ ଟିକେ। ଗୋଟେ ଫାଦରଙ୍କର କମ୍ପାଉଣ୍ଡରେ କିଏ ଗୋଟେ ଲୋକ ଗୋଟେ ଝିଅକୁ ମାରିକି ଫିଙ୍ଗି ଦେଇଥିଲେ। ଗୋଟେ ଫାଦରଙ୍କର କମ୍ପାଉଣ୍ଡ ଭିତରେ, ତାର କାନ୍ଥ ଭିତରେ କିଏ ଗୋଟେ ନିନ୍ଦା ଝିଅକୁ ମାରିକି ଫିଙ୍ଗି ଦେଇଥିଲେ। ତ ଏହା ଦିନ ଲୋକମାନେ ଦେଖିଲେ ଯେ ସେ ଫାଦରଙ୍କର କମ୍ପାଉଣ୍ଡ ଭିତରେ ଗୋଟେ ନିନ୍ଦା ଝିଅର ଶବ ପଡ଼ିଛି। ସେ ଫାଦରକୁ ଫସେଇବା ପାଇଁ କେତେ ଲୋକମାନେ ଚକ୍ରାନ୍ତ କରିକି ସେ ଝିଅ ସହିତ ଫାଦର ସମ୍ପର୍କ ରଖିଲା ପରେ ଏ ଫାଦର ମାରିକି ତାକୁ ଫିଙ୍ଗିଛି ବୋଲିକି ଥାନାରେ ଜଣାଇଦେଲେ। ଥାନାରେ ଜଣାଇଦେଲା ବେଳକୁ ଫାଦର ମନା କଲେ, ମଧ୍ୟ ତାର ପ୍ରମାଣ କିଛି ନାହିଁ। ଲୋକ କେତେ ଲୋକ ତାକୁ ଚକ୍ରାନ୍ତ କରିଥିଲେ, ସେମାନେ ତାକୁ ଥାନାରେ ଜଣାଇଦେଲେ। ଜଣାଇଦେଲା ପରେ ଫାଦରକୁ ନାଁରେ ପୋଲିସ ଆସିକି ଧରିକି ଗଲେ। ପୁଲିସ ଧରିବା ପରେ ବିଚାର ହେଲା। ବିଚାର ସମୟରେ ଗୋଟେ ଦିନ ଏ ଚୋର ଲୋକ ଯେ ସେ ଝିଅକୁ ମାରିଛି, ସେ ଫାଦରକୁ କହିଲା, ଫାଦର ମୁଁ ଆପଣଙ୍କ ସହିତ ଟିକେ ପାପ ସ୍ୱୀକାର କରିବି ବୋଲି କହିଲେ। ପାପ ସ୍ୱୀକାର କରିବି କହିଲାକୁ ସେ କ'ଣ କହିଲା, ଫାଦର ମୁଁ ହିଁ ସେ ଲୋକ ଯିଏକି ସେ ଝିଅକୁ ମୁଁ ମାରିଛି, ଆଉ ଆପଣଙ୍କର କମ୍ପାଉଣ୍ଡ ଭିତରେ ମୁଁ ପକାଇ ଦେଇଛି, ଆଉ ମୁଁ ଜିତିବା ପାଇଁ ବୋଲିକି ଆପଣଙ୍କୁ ଏଟା ମୁଁ ଫସେଇ ଦେଇଛି ବୋଲି କହିଲେ। ହେଲେ ଆମକୁ ଶିକ୍ଷା ଦିଆଯାଇଛି, ପାପ ସ୍ୱୀକାର କହିବା କଥା ତମେ କାହାକୁ କହିପାରିବ ନାହିଁ, କାହାକୁ କହିପାରିବ ନାହିଁ। ସେ ଫାଦର ଜାଣିଲା ସେ ଲୋକଟା କରିଛି, ଗଲା ପରେ ସେ ଫାଦରକୁ ଜେଲ୍ ହେଲା। ସେ ଫାଦର ଜେଲରେ 36 ବର୍ଷ ରହିଲା। ବର୍ଷେ ନୁହଁ, 2 ବର୍ଷ ନୁହଁ, 20 ବର୍ଷ ନୁହଁ, କେତେ ବର୍ଷ ରହିଲା? 36 ବର୍ଷ ରହିଲା। 36 ବର୍ଷ ସରିଲା ପରେ ଗୋଟେ ଦିନ ଏ ଲୋକଟା ଯାଇକି ଥାନାରେ ହାଜର ହେଲା, ଆଉ କହିଲା ଯେ ଫାଦରଙ୍କର ବିରୁଦ୍ଧରେ ପ୍ରକୃତରେ ମୁଁ ହିଁ କରିଥିଲି, ଆଉ ମୁଁ ହିଁ ମାରିଛି, ଆଉ ଫାଦର ଯେହେତୁ ପାପ ସ୍ୱୀକାର ଗୋପନରେ କହିବାଟା କାହାକୁ କହିବାକୁ ଦରକାର ନଥିଲା, ତେଣୁକରି କାହାକୁ ନ କହିକି ସେ ଜେଲ୍ ଗଲେ। କିନ୍ତୁ ମୋତେ ଆଜି ମୁକ୍ତ କଲେ। କିନ୍ତୁ ମୁଁ ବର୍ତ୍ତମାନ ମରିବା ପୂର୍ବରୁ ମୁଁ ଅନୁତାପ କରୁଛି ଯେ ସେ ଫାଦରକୁ ମୁକ୍ତ କରାଯାଉ, ତାର ଜାଗାରେ ମୋତେ ଜେଲ୍ କରାଯାଉ। ସେଠୁ ସେ ଫାଦର ବାହାରିଲା ପରେ ଗୋଟେ 36 ବର୍ଷର ଗୁପ୍ତ କାହାଣୀ ଗୋଟେ ବହି ଲେଖିଲେ। ଗୋଟେ 36 ବର୍ଷର ଗୁପ୍ତ କାହାଣୀ ଗୋଟେ ବହି ଲେଖିଲେ। ଆଉ
ଆଉ ସେ ବହିରୁ ଜାଣିବାକୁ ପାଇଲେ ଯେ ପ୍ରକୃତରେ ମହାଦେବ ଦୋଷ ଥିଲା। ପ୍ରିୟ ବାପା ମା ଭାଇ ଭଉଣୀମାନେ, ମୁଁ ଏ କଥାଟା କାହିଁକି କହିଲି ବୋଲେ ଗୁପ୍ତ କଥା ଏତେ ଇମ୍ପୋର୍ଟାଣ୍ଟ, ଏତେ ଦରକାର ଯେ ସେଇଟା ଆଜି ଯୀଶୁଖ୍ରୀଷ୍ଟ କହୁଛନ୍ତି ଯେ ତମର ପ୍ରଭୁଙ୍କର କାର୍ଯ୍ୟଟା ଗୁପ୍ତ ରହିବାର ଦରକାର। ସେ କହୁଛନ୍ତି ସାବଧାନ, ତମେ କଣ କାହାକୁ ଦଉଛ ଲୋକ ଜାଣିବାକୁ ହେବ। ତମେ କାହା ପାଇଁ କଣ କରୁଛ ଲୋକ ଜାଣିବାକୁ ହେବ ନାହିଁ। ତମେ ପ୍ରାର୍ଥନା କରିବାଟା ଲୋକ ଜାଣିବାକୁ ହେବ ନାହିଁ। ତମେ ଉପବାସ ରହିବାଟା ଲୋକ ଜାଣିବାକୁ ହେବ ନାହିଁ। ଏତେ ଗୁରୁତ୍ୱପୂର୍ଣ୍ଣ। ହେଲେ ଆମେ ସମସ୍ତେ ବେଳେ ବେଳେ ବହୁତ ଗୁଡ଼େ କରୁଛୁ, କିନ୍ତୁ ଆମେ ଲୋକ ଜାଣୁ ବୋଲିକି କରୁଛୁ। ବହୁତ ସମୟ ଆମର ଗୁପ୍ତ ରହୁନି। ଗୁପ୍ତର ଗୁରୁତ୍ୱଟା କେତେବେଳେ ବଢିବ? ଯେତେବେଳେ ପ୍ରଭୁଙ୍କର ବାକ୍ୟ ରହିବ। ଆମେ ବେଳେ ବେଳେ ପ୍ରଭୁଙ୍କର ବାକ୍ୟ ରହୁନି। आज पेत्र वाक्य जहाँ भीषण माने आज कोड़ी आचरण के रिहाई मत सुन किंतु पाणु विवाह वेनो डिस्कशन जहाँ की मजरो जप तप किंतु दान धर्म किंतु उपवास किंतु जहाँ की मजरो एबे कुंभा ई रुटले निजो मुंडरे ढाली की मो लद लद करके रेहाड़ रहे बात दरकार माने ए दस दरकार ए जे लोक हे गुप्तर पर प्रभु चाहछंती हमर गुप्तरे रहिबार कथा। आमे बेडरे बहुत जिनिस करूछु सेट पाई बाइबल कहूछि से माने जो लोक माने देखे देखे करछुती से माने ताकर पुरस्कार पाइबनी। तमे सेमति विजाते माने होळनी हेले आमे यीशु को जान के जदी से शिक्षाटा आमे पालन करमु का को कहबा दरकार नै। एपर कि से कहछुती तमर दक्षिण हस्त जहा दोछि बाम हाथ न जान तार माने कोन ए डाहाण हाथ बाम हाथ पाखरे पाखरे अछि। मु जहा करूछि मु ए घर लोक जहा करूछि ए अन्य को उपकार करला ए मोर पाखर लोक न जान पड़ोसी लोक न मुझे नाम ने जो पेरतर शिक्षा इसे गुरुत्व माने ये तपस्या करते इसे गुरुत्व माने आज ये गुरुत्व कुंभा तक दरकार है। मेरे बेस्पा से फिर बेस्पा में पेन माने ने शिक्षा शिक्षा माने लो ये जहां दिदेरु ये पे कुंभा तक दरकार और लोग कुंभ से बात जनो तो क्या मैं लोक मान को सर्टिफिकेट पाई हो लोक मान को सर्टिफिकेट पाई हमें केबे काम करे को नहीं बरं आमे जहां किछि बिना सु प्रेम कथा से बिना सु बेरुतर आशीर्वाद मई बाबा ने दिया मार्क बसु आज बेरुतर शिक्षा के पालन करते आज सुनलो ना नहीं आज प्रथम पठन में खाइछि तमे लुगा चिर नहीं तमे चिरा लुगा पिंदले निज को गरीब बोले देखा में तम लुगा चिरले मो खुशी बार को नहीं तमर हृदय को चिर तमर हृदय को चिर आ से हृदय भीतर कोन रखिछ तमे साहित्य की प्रभु को पाई खुशी बा जिंस ना पाप को साहित्य की रखिछ अन्ना जीव तनिटा ए मेहपसलो मी तरा जीवन की प्रकृतर दुई भाग में जेते कि मेहपा मोदर जीव तनिया ना माने रोय और तपस्या करे जीव तने जो रोय माने तुह पात्रा करे पेनो न